नमस्कार जय जगन्नाथ ମୁଁ ପ୍ରଭାକର ଯାହାକି ଆପଣଙ୍କୁ କହିଥିଲି କାଲି ଆମ ରୁମ୍ରେ ନିଆଁ ଲାଗିଥିଲା। ଟୋଟାଲ୍ ମାନେ ରୁମ୍ରେ କିଛି ନଥିଲା, ସବୁ ଜଳିଯାଇଛି। ସବୁ କିଛି ଜଳିଯାଇଛି। ମାନେ ମୋର ପିନ୍ଧିବା ପାଇଁ ଡ୍ରେସ୍ ବି ନାହିଁ, ଦିହଳେ ଅଛି। ଭଲ ଦୁଇଟା ପ୍ୟାଣ୍ଟ ସାର୍ଟ ଥିଲା, ସେ ଭଲ ପ୍ୟାଣ୍ଟ ସାର୍ଟ ବି ଜଳିଯାଇଛି। ଦୁଇଟା ସାର୍ଟ, ଦୁଇଟା ନୂଆ ପ୍ୟାଣ୍ଟ, ଗୋଟେ ଜ୍ୟାକେଟ୍ ଥିଲା, ଗୋଟେ ଗାମୁଛା ଥିଲା, ଚେୟାର ଥିଲା, ବେଡ଼ସିଟ୍ ଥିଲା, କୁଲର୍, ଫ୍ୟାନ୍ ସବୁ ମାନେ ଯାହା ସବୁ ଭିଡ଼ିଓ ଆପଣ ଦେଖେଇଛି ସବୁ ପଳେଇଲା, ସବୁ ମାନେ ଜଳିଗଲା ସବୁ। ତାପରେ ଏତିକି ଧନ୍ୟବାଦ ଦେବାକୁ ପଡ଼ିବ ଯେଉଁମାନେ ରୁମ୍ ପାଖରେ ଯେଉଁ ଗୋଟେ ମାଇପି ଲୋକ ଥିଲେ, ମାନେ ରୋଷେଇ କରି ମାନେ ସେ ରୋଷେଇବାସ କରେ, ସିଏ ତାର ସମସ୍ତଙ୍କୁ ଡାକିକିରି ମାନେ ନିଆଁ ଲିଭେଇବା ପାଇଁ ଚେଷ୍ଟା ସେ କରିଥିଲା। ନିଆଁ ଆମର ସଦାବେଳେ ମାନେ 24 ଘଣ୍ଟା ଆମର ପାଣି ଆସେ, ମାନେ ପାଇପ୍ ଟ୍ୟାପ୍ ମାଧ୍ୟମରେ ସିଏ କ'ଣ କଲା ନା ସେଇ ପାଣି ଟ୍ୟାପ୍ ଲଗେଇ ପାଇପ୍ ଲଗେଇକି ଟୋଟାଲ୍ ନିଆଁ ପୁରା ଲିଭେଇଲା। ତାପରେ ଘରେ ଟୋଟାଲ୍ ପାଣି ଭର୍ତ୍ତି ଟୋଟାଲ୍ ପୁରା। ପୁଣି ଆମେ ଫୋନ୍ କଲାବେଳକୁ ଆମେ 2ଟା ବେଳକୁ ମାନେ ସାଇଡ଼୍ରୁ ବାହାରି ଗଲୁ, ରେପିଡ଼ୋ ବୁକ୍ କରି ପଳେଇ ଯାଇ ପୁଣି ସବୁ ସଫାସଫି କରି ସବୁ କାଠ ସବୁ ଲଗେଇକିରି ପୁଣି 6ଟା, 6:30, 7ଟା ବେଳକୁ ସବୁ ଘରେ ୱାରିଂ କଲା। ନୂଆ ଇଲେକ୍ଟ୍ରିସିଆନ୍ ମାନେ ଯେଉଁ ମାନେ ନୂଆ କାମ କଲା ଘରେ ସବୁ। ତାପରେ କରିସାରିଲା ପରେ ତାପରେ ମାର୍କେଟ୍ ଗଲୁ। ମାର୍କେଟ୍ ଯାଇକି ମଶାରୀ, ପୁଣି ତକିଆ, ସବ, ପ୍ୟାଣ୍ଟ ସାର୍ଟ, ବେଡ଼ସିଟ୍, କମ୍ବଳ ମାନେ ଆରମ୍ଭ କରି ସବୁ କିଛି, ମାନେ ଫ୍ୟାନ୍ ବି 4ଟା ଫ୍ୟାନ୍ ଥିଲା, 4ଟା ଫ୍ୟାନ୍ ବି ପଡ଼ିଯାଇଛି। ସେ ଫ୍ୟାନ୍ ବି କିଛି ନଥିଲା, ମାନେ ସବୁ ଫ୍ୟାନ୍ ବି ନେଇକି ଆସିଲୁ। ତାପରେ ଆଜି କିଛି କପଡ଼ା କିଣାର ଅଛି, ମାନେ ରହିଯାଇଛି। ତାପରେ ଗୋଟେ କଥା ହେଉଛି କ'ଣ, ଦେହ କପଡ଼ା ପୋଡ଼ିବାଟା ତ ଭଲ ନୁହଁ। ଆଉ ମୋ ଗାମୁଛା, ମୋ ସାର୍ଟ, ପ୍ୟାଣ୍ଟ ସବୁ ପୋଡ଼ିଯାଇଛି। ମାନେ କମ୍ପାନୀ କ୍ଷତିପୂରଣ କ'ଣ ଦେବ କହିଥିଲି, କାଲି ଟଙ୍କା 10,000 ଦେଇଥିଲା, 10,000 ସରିଲାଣି। ମାନେ ଏତେ ଜିନିଷ, 3ଟା ଫ୍ୟାନ୍ କିଣିବାକୁ ତା'ର ସେଠି ପଳେଇଲା ବହୁତ ପଇସା। କମ୍ବଳ କିଣା ହେଲା, ବେଡ଼ସିଟ୍ କିଣା ହେଲା, ମଶାରୀ କିଣା ହେଲା, ସପ କିଣା ହେଲା, ବହୁତ କିଛି। ଚେୟାର କିଣା ହେଇନି, କୁଲର୍ ପାଇଁ ପଇସା ଦେବ କି ନାହିଁ ସେଇଟା ଭଗବାନ ଜାଣେ, ମୁଁ ଜାଣିନି। କିନ୍ତୁ ଆଜି କିଣା ହେବ ଗାମୁଛା ଆଉ ପ୍ୟାଣ୍ଟ ସାର୍ଟ କିଛି କିଣା ହେବ। ମାନେ ନାହିଁ, ଦେହ ଗାମୁଛାଟା ହଜିବାଟା ଭଲ ନୁହଁ, ଆଉ ପୋଡ଼ିଯିବା ବି ମାନେ ଭଲ ନୁହଁ। ସେଇଥିପାଇଁ ଟୋଟାଲ୍ ମାନେ ପଇସା ବି ଥିଲା, ପଇସାଟା ମାନେ ପୋଡ଼ିଗଲା। ମାନେ ଏତେ କଷ୍ଟ କରି ଭାଇ ପଇସା ଇନକମ୍ ମାନେ କରୁଛୁ ଆମେ ଏଠି ହାଇଦ୍ରାବାଦରେ, ମାନେ ପଇସାଟା ଯେତେବେଳେ ପୋଡ଼ିଗଲା, ମାନେ ମନକୁ ଯାହା ବାଧିଲା, ମାନେ ସେଟା ଘଟୁଛି ସେଇ ହିଁ ବୁଝୁଛି, ସେଇ ବୁଝିପାରିବେ। ତ ଆପଣଙ୍କୁ କ'ଣ କରିବି, ଭାରି ମନଟା ଖରାପ। କାଲି ଦିନ ମାନେ ନା ଇନଷ୍ଟାଗ୍ରାମରେ ଭିଡ଼ିଓ ଲୋଡ଼୍ କରିପାରିଲି, ନା ୟୁଟ୍ୟୁବରେ ବଡ଼ ଭିଡ଼ିଓ ଲୋଡ଼୍ କରିପାରିଲି। ଏମିତି ମୋର ପରିସ୍ଥିତି। ତ ଆଜି ବେଉସା ଯିବା, ଯାଇକିରି କିଛି ସପିଂ କରିବାର ଅଛି। ସପିଂ କରିବି। ବର୍ତ୍ତମାନ ମୁଁ ଆସିଛି ଡିଫେନ୍ସ କଲୋନୀ କାମ କରିବା ପାଇଁ। ମାନେ ଏଠି ହେଉଛି ଆର୍ମି କଲୋନୀ, ମାନେ ସବୁ ଏଠିକାର ସବୁ ଲୋକ ମାନେ ଆର୍ମି ମାନେ ଅଫିସର ସବୁ, ମାନେ ସବୁ ଡିଫେନ୍ସ ଅଫିସର ସବୁ, ମାନେ ସବୁ ନୌସେନା ବାହିନୀ ସବୁ କାମ ମାନେ ଚାକିରି କରିଛନ୍ତି ସବୁ। ଏଠି ନୂଆ ରୋଡ଼ ହେଉଛି, ନୂଆ ରୋଡ଼ ମାନେ ଖୋଳା ଚାଲିଛି। ସେପଟେ ସବୁ ଲେବର ମାନେ ସବୁ କାମ କରୁଛନ୍ତି। ସେପଟେ ସବୁ ନୂଆ ରୋଡ଼ରେ ମାନେ ଯେଉଁ ମାନେ ଲାଇନ୍ ଖୋଲିଥିଲା, ଯେଉଁ ମଝିରେ ଖୋଳା ହେଇଥିଲା, ପୁରୁଣା ଯେଉଁ ରୋଡ଼ ଥିଲା ତାକୁ ଫଟେଇକିରି ଯେଉଁ ନୂଆ ରୋଡ଼ ହେଲା, ସେ ମଝିରେ ବି ଇଏ ପକା ହେଉଛି, ମାନେ ଆମର ନୂଆ ରୋଡ଼ ହେଉଛି। ସେଇ ଖୋଳୁ ପାଇପ୍ ଫାଟି ଯାଉଛି, ସବୁ ୱାଟର୍ ପାଇପ୍, ଆଉ ତାକୁ ସବୁ କନେକ୍ସନ୍ କରିବାକୁ ପଡ଼ୁଛି। 4ଟା କଲି, ଆଉ ଗୋଟେ ମିଳୁନି, କେତେବେଳେ ମିଳିବ କେଜାଣି କହିପାରିବେନି। ତାକୁ ମିଳିଲେ କନେକ୍ସନ୍ କରିବି, ପୁଣି ଗୋଟାଏ ବେଳେ ପାଣି ଆସିବ। ତ ଭାଇମାନେ ବର୍ତ୍ତମାନ ଟାଇମ୍ ହେଇଯାଇଛି କାମ ଆଉ ଗୋଟେ କନେକ୍ସନ୍ କରିବା ପାଇଁ। ତ ଫ୍ରି ପାଇଲେ ମୁଁ ଆପଣଙ୍କୁ ପୁଣି ନୂଆ ଭିଡ଼ିଓ ମୁଁ ଆପଣଙ୍କୁ ନୂଆ ଭିଡ଼ିଓ ଆପଣଙ୍କୁ ଛାଡ଼ିବି। ଆଉ ଯଦି ଆପଣଙ୍କୁ ମୋ ଭିଡ଼ିଓଟା ଭଲ ଲାଗୁଛି, ତାହେଲେ ଦୟାକରି ଲାଇକ୍, ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ। ଆଉ ଢେର ସାରା ଭଲ ପ୍ରେମ ଦିଅନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ମାତରମ୍।